ଗୋଇଠା ମାରି 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 ରାବଣ ଯେତେବେଳେ ରାଜଦରବାରରୁ ବାହାର ବୋଲି କହିଦେଇଛି, ବିଭୀଷଣ ଉଠିଲା, ଭାଇକି ମୁଣ୍ଡିଆଟେ ମାଗିଲା, ଭାଇ ବାପ ଯେତେବେଳେ ପୁଅକୁ ତା ଅଧିକାରରୁ ବିଦା କରିଦିଏ, ଆଉ ପୁଅର କ'ଣ ଅଧିକାର ଅଛି? ଏ ସମ୍ପତ୍ତି ବାଡ଼ି, ଜାଗା ବାଡ଼ି, ଧନ ରତ୍ନ ମୋର କିଛି ଦରକାର ନାହିଁ। ମୁଁ ତ ତୁମର ହେଲି ନାହିଁ, ଆଉ ମୋର ଏ ସମ୍ପତ୍ତି କ'ଣ ହବ ଭାଇ? ବାହାର ଆଗରୁ ଯାଉଛି ଭାଇ, ଶେଷ ଥର କହି ଯାଉଛି, ସୀତା ଦେହୁ ରାମ କହେ ବିଭୀଷଣ ଏକ ମୁଖା ଚାଲିଛନ୍ତି, କୁଆଡ଼େ ଯିବେ, କୁଆଡ଼କୁ ଯିବେ? ତାଙ୍କ ପତ୍ନୀ ପୁତ୍ରଙ୍କୁ କହିବେ କି ନାହିଁ, ନା ଏ ଲଙ୍କା ମୁଁ ତ୍ୟାଗ କରିବି। ଯେତେବେଳେ ଭକ୍ତ ଉପରେ ପ୍ରହାର ହୁଏ, ଭଗବାନ ଦୁଇ ହାତ ବଢ଼େଇ ଭକ୍ତକୁ ଖୋଜୁଥାନ୍ତି, ଆମ ପଦ ନିକଟକୁ ଆ, ଆରେ ତୋର କେହି ନାହାନ୍ତି ତ ମୁଁ ତୋର ଅଛି। ବିଭୀଷଣର ନା ଭାଇ ଅଛି, ଭାଇ ବିଦା କରିଦେଲା। ଏକାତ ଭକ୍ତ ଯିବ, ଏକାତ ହରିବ ଯିବ, ଆଖିରେ ଧାର ଧାର ଲୁହ ଗଡ଼ି ଯାଉଛି। ଲଙ୍କା ଦାଣ୍ଡରେ ବିଭୀଷଣ ଚାଲିଛନ୍ତି ନିସଙ୍ଗ, କେହି ନାହାନ୍ତି ପଛରେ, କେହି ବି ଅଟକଉ ନାହାନ୍ତି। ବିଭୀଷଣଙ୍କର ମନେ ପଡ଼ିଗଲା, କହିଲେ ମୁଁ ଏଇ 6 ଜଣଙ୍କ କଥା ଜାଣିଛି, ମୁଁ ସେଇ ପ୍ରଭୁଙ୍କ ନିକଟକୁ ଯିବି। କୋଉ ପ୍ରଭୁ? ଯିଏ ଅହଲ୍ୟା ଶାପଗ୍ରସ୍ତା ଅଭିଶପ୍ତା ଅହଲ୍ୟାଙ୍କୁ ମଧ୍ୟ ଉଦ୍ଧାର କରିଛନ୍ତି। ଆହା, ଆଉ ଗୋଟିଏ ଶାପଗ୍ରସ୍ତ ଅଭିଶପ୍ତ ଦଣ୍ଡକ ବର୍ଣ୍ଣ, ଯୋଉ ଜଙ୍ଗଲକୁ ଅଭିଶାପ ଦିଆଯାଇଥିଲା, ଭଗବାନ ନିଜର ପାଦ ମଧ୍ୟ ଦଣ୍ଡକ ବନେ ରଖିଛନ୍ତି। ଯିଏ ଅହଲ୍ୟା ମାଙ୍କୁ ଶରଣ ଦେଇଛନ୍ତି, ଯିଏ ଦଣ୍ଡକ ବନରେ ପାଦ ପକେଇଛନ୍ତି, ଆଉ କିଏ ସୀତାଙ୍କ ପରି ରକ୍ଷା ଶକ୍ତିରେ ବିଶ୍ୱାସ ରଖି ଜାନକୀ ମାଙ୍କୁ ମଧ୍ୟ କୃପା କରିଛନ୍ତି। ଏବଂ ଅଭିଶପ୍ତ ମାରିଚ ମୋ ମାମୁଁ, ସେ ଛଳନାକାରୀ ମାମୁଁକୁ ମଧ୍ୟ କୃପା କରିଛନ୍ତି। ଆଉ ଭଗବାନ ଶଙ୍କର ଯିଏ ପ୍ରଭୁଙ୍କ ନିକଟରେ ସମର୍ପିତ, ମୋ ପ୍ରଭୁ ଯାହାଙ୍କୁ ଗୁରୁ ବୋଲି ଗ୍ରହଣ କରି ନେଇଛନ୍ତି, ସବୁଠାରୁ ବଡ଼ ପ୍ରିୟ ହେଉଛନ୍ତି ଭରତ। ଯେଉଁ ଭାଇର ମା ପ୍ରଭୁଙ୍କୁ 14 ବର୍ଷ ଜଙ୍ଗଲକୁ ପଠେଇ ଦେଲା, ତପସ୍ୱୀର ବେଶ ଧାରଣ କରିବ ଉଦାସୀନ ହୋଇ, ରାମ 14 ବର୍ଷ ଜଙ୍ଗଲକୁ ଯିବ। ଯୋଉ ମାର ପୁଅ ଭରତ ଜଗତ ଡାକୁଛି ରାମ ରାମ, ରାମ ଡାକୁଛନ୍ତି ଭରତ। ଯିଏ ଭରତଙ୍କୁ ମଧ୍ୟ କାର୍ପଣ୍ୟତାରେ ପ୍ରୀତ ହୋଇ ନିଜର ପାଦୁକାକୁ ମଧ୍ୟ ଦେଇ ଦେଇଛନ୍ତି। ଏ ଦୀନହୀନ କିଞ୍ଚନ ବିଭୀଷଣଟା, ହେ ରଘୁନାଥ ଭାଇର ପାଦ ମାଡ଼ ଖାଇଛି, ଗୋଇଠା ମାଡ଼ ଖାଇଛି, ନିନ୍ଦା ଖାଇଛି, ହେଲେ ପ୍ରଭୁ ତୁମ ରାମ ନାମ କେବେ ଛାଡ଼ି ନାହିଁ। ରଖିବ ତ ରଖ ହରି, ମାରିଲେ ମାରିବ। ଦୁଇ ହାତ ଟେକି ଦେଇ ସମର୍ପିତ ହୋଇ ଚାଲିଲେ ବିଭୀଷଣ। এই 6 ଜଣକୁ ମନେ ପକେଇଲେ, ଅହଲ୍ୟା, ଦଣ୍ଡକ ବନ, ଜାନକୀ ମା, ମାରିଚ, ଶଙ୍କର ଭଗବାନ ଏବଂ ପ୍ରେମ ମୂର୍ତ୍ତି ଭରତ। এইମାନଙ୍କ ନାଁକୁ ଉଚ୍ଚାରଣ କରି ସୁଗ୍ରୀବ ଯେତେବେଳେ ସମୁଦ୍ର ଆରପଟେ ରଘୁନାଥଙ୍କ ଶିବିର ନିକଟକୁ ଯାଉଛନ୍ତି, ସୁଗ୍ରୀବ ଦେଖିଦେଲେ କେହି 2 ଜଣ ବାନର ବିଭୀଷଣ ଧରି ପକେଇଲେ ଏବଂ ସିଏ ହେଉଛନ୍ତି ରାବଣର ଭାଇ ବୋଲି ଜାଣିଗଲେ। କହିଲେ ମହାରାଜ, ଇଏ ରାବଣର ଭାଇଟା ଧରା ପଡ଼ିଗଲା। ସୁଗ୍ରୀବ କହିଲେ ଠିକ୍ ଅଛି, ତାକୁ ଆଣ, ମୁଁ ପ୍ରଭୁଙ୍କ ଅନୁଭବ ହେଉଛି।
ସୁଗ୍ରୀବ ପ୍ରଭୁ କଣ କହିଲେ? ବୋଲେ ହେ ରଘୁନାଥ ଆବ ମିଲନ ଦଶାନନ ଭାଇ। ବିଭୀଷଣ ଆସିକି କହିଲାନି, କହିଲେ ରାବଣର ଭାଇ ଆସିଛି। ରଘୁନାଥ କିଛି କହିଲେ ହଁ ଆସିଛି ତ, କଣ କହୁଛନ୍ତି, କଣ କରିବା? ସୁଗ୍ରୀବ ହଉଛନ୍ତି ରାଜା, ସୁଗ୍ରୀବ ସବୁ କଥା ବୁଝୁଛନ୍ତି। କହିଲେ ପ୍ରଭୁ ଶୁଣନ୍ତୁ, ଏଇଟା କୁଆଡେ ଆସିଛି ଶୁଣନ୍ତୁ, ମୁଁ କହୁଛି। ରାଜନୀତି ବ୍ୟବସ୍ଥା ଭିତରେ ସୁଗ୍ରୀବ ଗୋଟେ ଶତ୍ରୁର ଭାଇ ଯେତେବେଳେ ଆସି ଏଠି ପହଞ୍ଚି ଯାଇଛି, ସୁଗ୍ରୀବ କଣ କହିଥାନ୍ତା? କହିଲେ ପ୍ରଭୁ ଇଏ ଆସିଛି ଏଇଆ, ଏଠି ରାମ ଲକ୍ଷ୍ମଣ ସୁଗ୍ରୀବ ହନୁମାନ ଅଙ୍ଗଦ ଆମେ କେମିତି କଣ ବିଚାର କରୁଛୁ, କଣ କରିବୁ, ଏଇ ଭେଦ ନବା ପାଇଁ ଆସିଛି। ରଘୁନାଥ ପଚାରିଲେ ସଖା କଣ କରିବା? ନାକୁ ବାନ୍ଧି ପକେଇବା ନା? ହଁ, ତୁମ ନୀତିରେ ରାଜନୀତିରେ ଶତ୍ରୁ ଘର ଅଧିବାସୀ ହେତୁ ତାକୁ ବାନ୍ଧି ଦେବାଟା ଠିକ ଠିକ, କିନ୍ତୁ ମୋର ହିସାବ ହେଲା ଯେହେତୁ ସେ ରାକ୍ଷସ ହଉ, ପାପୀ ହଉ, ରାବଣର ଭାଇ ହଉ, ସେ ଭେଦ ନେବାକୁ ଆସି ଯାହା କରୁଛି କରୁ, ସେ ଯେହେତୁ ମୋ ଶରଣକୁ ଆସିଛି ମୁଁ ତାକୁ ବାନ୍ଧିବି। କହିଲେ ପ୍ରଭୁ ଆମେ ଥାଉ ଥାଉ ଆପଣ କାହିଁ ବାନ୍ଧିବେ? ସୁଗ୍ରୀବ ଯାଉଥିଲା ଦୌଡ଼ଟା ଆଣିବା ପାଇଁ, ରଘୁନାଥ କୁଆଡ଼େ ଯାଉଛି? ଦୌଡ଼ି ମୋ ପାଖରେ ଅଛି, ତୁମେ କ'ଣ ବାନ୍ଧିବ? କହିଲେ ପ୍ରଭୁ ଦୌଡ଼ି ଆପଣଙ୍କ ପାଖରେ ଅଛି। ରଘୁନାଥ ଠିଆ ହେଇଗଲେ, କହିଲେ ମହାବାହୁ ବିଶାଳ ଭୁଜ ଆଜାନୁଲମ୍ବିତ ବାହୁ ଭଗବାନ ରଘୁନାଥ, ଏ ଆଜାନୁଲମ୍ବିତ ବାହୁରେ ବିଭୀଷଣକୁ ବାନ୍ଧିଦେ, କୁଣ୍ଡେଇ ପକେଇଦେ। କଠୋର ସତ୍ୟ ଯେ ପାଳିବ ସେ ଭକ୍ତ କୃଷ୍ଣଙ୍କୁ ପାଇବ। ଗୋବିନ୍ଦ 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 ମଧୁକରୀ ମକରନ୍ଦ। ତେଣୁ ପ୍ରିୟ ସଜ୍ଜନ ଭକ୍ତ ଭଗବାନଙ୍କ ମିଳନ ହେଇଗଲା। ଆଉ ବିଭୀଷଣ ସିଂହ ମହାରାଜ ରଘୁନାଥ ନିକଟରେ ସମସ୍ତ କଥା କହିଛନ୍ତି। ଭଗବାନ ଶଙ୍କର କହୁଛନ୍ତି ହେ ଭବାନୀ, ଭଗବାନ ରାମ ଅତି ସରଳ ଭାବରେ ପ୍ରଭୁଙ୍କର ଶରଣାପନ୍ନ ହେବାର କେତେ ଗୁଡ଼ିଏ ନିୟମ ବତେଇ ଦେଲେ। ଭବାନୀ ପଚାରିଲେ ସ୍ୱାମୀ ପ୍ରଭୁଙ୍କ ଶରଣ କେମିତି ପଶିବା? ନା ନମ୍ବର 1 ମୋ ସ୍ୱଭାବ ଭଗବାନ ଶଙ୍କର ଜାଣନ୍ତି, କାକଭୂଷଣ ଜାଣନ୍ତି। ହେ ଭବାନୀ ଶୁଣ, ଏ ଚରାଚର ଜଗତରେ ଯିଏ ଯେତେ ଦ୍ରୋହ କରିଥାଉ, ପାପ କରିଥାଉ, ଅନ୍ୟାୟ ଅନୀତି କରିଥାଉ, ଜୀବନରେ ଥରେ ମୋ ପ୍ରଭୁଙ୍କ ପାଦରେ, ମୋ ପାଦରେ ଖାଲି ପ୍ରଭୁ ଶରଣା ଶରଣା କହି ମଥା ପିଟି ଦିଏ। ହେ ବିଭୀଷଣ ଶୁଣ, ଜନନୀ ଜନକ ବନ୍ଧୁ ସୁତ ଦାରା। ଜନନୀ କହିଲେ ମା, ଜନକ କହିଲେ ବାପା, ଆମ ବନ୍ଧୁ ବାନ୍ଧବ, ପିଲା ଛୁଆ, ଧର୍ମପତ୍ନୀ ସୁତ ଦାରା। ତନୁ ଏ ଶରୀର, ଧନୁ ଧନ ସମ୍ପତ୍ତି, ଭବନୁ ପାଞ୍ଚବାଲା କୋଠା, ସୁହୃଦ ନିଜର ପ୍ରିୟ ଏବଂ ପରିବାର, ଏତିକି ତ ସଂସାର କଣ ଅଛି?